ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିନରସିଂହପୁର ସ୍ଥିତ ମାର୍କେଟ ୟାର୍ଡଠାରେ ମଣ୍ଡି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ହାବଡ଼ ସିଂ, ହରଭଙ୍ଗା ତହସିଲଦାର ବଳଦେବ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, 7 ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ଜିଲ୍ଲା ରାଇସ୍ ମିଲ୍ ମାଲିକ ସଂଘ ସଭାପତି ତଥା ଯୁବ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲ, ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ ପଞ୍ଚାସୀନ ଥିଲେ। ପ୍ୟାକ୍ ସମ୍ପାଦକ ମିହିରକାନ୍ତ ମୁଦୁଲି ଚାଷୀମାନେ ସଠିକ୍ ମାନର ଧାନ ଆଣି ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରିବାକୁ ଉପସ୍ଥିତ ଚାଷୀମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କୁ କେତେକ ଚାଷୀ ଧାନ ମଣ୍ଡିରେ ହେଉଥିବା ଅସୁବିଧାକୁ ନେଇ ପ୍ରଶ୍ନ ଉଠାଇଥିବା ଦେଖିବାକୁ ମିଳିଥିଲା। ହରଭଙ୍ଗାରୁ ସର୍ବେଶ୍ୱର ଖେତିଙ୍କ ରିପୋର୍ଟ, NTV। ଆପଣ କଣ୍ଟାମାଳ ବୌଦ୍ଧ ବ୍ଲକରେ ଯେତିକି ହେଉଛି ଆମର ହରଭଙ୍ଗା ବ୍ଲକରେ ଟୋଟାଲ ନାହିଁ, କିନ୍ତୁ